ओम शांति। समग्र विश्ववासी को हार्दिक ईश्वरीय शुभ अभिनंदन जनाई आजिर प्रभुचिंतनर आलोचना को समस्त को मु स्वागत जनाउछि। एक सुंदर उपादेय क्षुद्र गल्परू आजिर आलोचना को आगो को बढ़ेबा। अनेक दिन तलर कथा। जड़े युवक थिले जी कि सर्वदा राजपद भली उच्च आसन रे बसिबार स्वप्न देखुथांती। हेले सेथिपाई ना प्रयास थिला ना परिश्रम करुथिले। केवल भाबुथिले केही मते आशीर्वाद करि दियन्ते कि कौनसी दैविक कृपा मते प्राप्त हेई जांता कि। ସେହି ରାଜ୍ୟର ରାଜାଙ୍କର କୌଣସି ସନ୍ତାନ ନଥାନ୍ତି। ତେଣୁ ସେ ଜଙ୍ଗଲରେ ଗୁରୁକୁଳ କରିଥିବା ସିଦ୍ଧ ଋଷି ଯାହାଙ୍କ ପାଖକୁ ରାଜା ଅନେକ ସମୟରେ ଯାଇଥାନ୍ତି ନିଜର ସମସ୍ୟା ସମାଧାନ କରିବା ପାଇଁ ବା ପରାମର୍ଶ ନେବା ପାଇଁ, ତାଙ୍କୁ ଅନୁରୋଧ କଲେ କି ଆପଣ ଆପଣଙ୍କର ଜଣେ ଯୋଗ୍ୟ ଶିଷ୍ୟଙ୍କୁ ଚୟନ କରନ୍ତୁ ଏହି ରାଜ୍ୟର ଉତ୍ତରାଧିକାରୀ ହେବା ପାଇଁ। ଏହି କଥା ଧୀରେ ଧୀରେ ଚାରିଆଡ଼େ ପ୍ରଘଟ ହୋଇଗଲା। ଉକ୍ତ ଯୁବକଙ୍କୁ ମଧ୍ୟ ଏହି ଖବରଟି ମିଳିଗଲା। ଏହା ସୁବର୍ଣ୍ଣ ସୁଯୋଗ ଭାବି ଦିନେ ଜଙ୍ଗଲ ଅଭିମୁଖେ ଯାଇ ଅନୁନୟ ବିନୟ ହୋଇ ଋଷିଙ୍କୁ ତାଙ୍କର ଶିଷ୍ୟ ରୂପରେ ଗ୍ରହଣ କରିବା ପାଇଁ ଅନୁରୋଧ କଲେ। ଋଷି ମଧ୍ୟ ତାଙ୍କୁ ଶିଷ୍ୟ ରୂପେ ଗ୍ରହଣ କରିନେଲେ। ହେଲେ ତାଙ୍କର ଦିବ୍ୟ ବୁଦ୍ଧି ଦ୍ୱାରା ଉକ୍ତ ଯୁବକଙ୍କର ଉଦ୍ଦେଶ୍ୟକୁ ଠିକ୍ ଭାବରେ ବୁଝିପାରୁଥିଲେ। କ'ଣ ପାଇଁ ସେ ଶିଷ୍ୟତ୍ୱ ଗ୍ରହଣ କରିବା ପାଇଁ ଆଗ୍ରହୀ। ଗୁରୁକୁଳର ସମସ୍ତ ନିୟମ କାନୁନ ବିଷୟରେ ତାଙ୍କୁ ବୁଝେଇ ଦିଆଗଲା। ତେବେ ଯେଉଁ ଯୁବକ କୌଣସି ପରିଶ୍ରମ ନ କରି କେବଳ ଦିବା ସ୍ୱପ୍ନ ଦେଖୁଥିଲେ, ସେ ବା କିପରି ଗୁରୁକୁଳର ଏପରି କଠୋର ନିୟମ ସବୁକୁ ପାଳନ କରିପାରିବେ। ତେବେ କୌଣସି ନା କୌଣସି ବାହାନା କରି କିଛି ଦିନ କାମ ଚଳେଇ ନେଲେ। ତାପରେ କିଛି ଶିଷ୍ୟଙ୍କୁ ଫୁସୁଲା ଫୁସୁଲି କରି ତାଙ୍କୁ ଦିଆଯାଉଥିବା କାମଗୁଡ଼ିକୁ ସେହି ଶିଷ୍ୟମାନଙ୍କ ଦ୍ୱାରା କରେଇ ନେଉଥାନ୍ତି। ହେଲେ ଗୁରୁଙ୍କର ପ୍ରିୟ ହେବା ପାଇଁ ଗୁରୁଙ୍କ ପାଖାପାଖି ରହିବାର ପ୍ରୟାସ କରୁଥାନ୍ତି ଏବଂ ଦେଖାଣିଆ ଭାବେ ଗୁରୁଙ୍କର ସେବା କରୁଥାନ୍ତି। ଏସବୁ କିନ୍ତୁ ଗୁରୁଙ୍କୁ କିଛି ଅଛପା ରହିଲା ନାହିଁ। କେବଳ ସ୍ମିତ ହାସ୍ୟ ହସି ଦିଅନ୍ତି। ଏହିଭଳି ସମୟ ଅତିକ୍ରାନ୍ତ ହେଇ ଚାଲିଲା। ଉକ୍ତ ଯୁବକ ନିଜ ସପକ୍ଷରେ ଗୁରୁଦେବଙ୍କ ଆଗରେ ମତ ରଖିବାକୁ କିଛି ସହପାଠୀ ଶିଷ୍ୟଙ୍କୁ ମନେଇ ନେଲେ। ଶେଷରେ ସେହି ସମୟ ଆସି ଉପନୀତ ହେଲା। ରାଜା, ମନ୍ତ୍ରିମଣ୍ଡଳ ଏବଂ ବଛା ବଛା ପାରିଷଦ ବର୍ଗ ଆସିଲେ। ଗୁରୁ ତାଙ୍କର ରାୟ ଶୁଣେଇବା ପୂର୍ବରୁ ତଥାକଥିତ ଶିଷ୍ୟମାନେ ଉକ୍ତ ଯୁବକଙ୍କ ସପକ୍ଷରେ ଗୁରୁଙ୍କୁ କହିଲେ। ହେଲେ ସିଦ୍ଧ ଋଷିବର ସବୁ ଜାଣିପାରିଥିଲେ। ତେଣୁ ସହାସ୍ୟ ବଦନରେ କହିଲେ, ନା, ସେ ହେଉଛନ୍ତି ମୋର ଉତ୍ତମ ଶିଷ୍ୟ, ମୋର ଉପଯୁକ୍ତ ସେବା ଯତ୍ନ କରୁଛନ୍ତି। ତେଣୁ ତାଙ୍କୁ ମୁଁ ଛାଡ଼ିପାରିବି ନାହିଁ। ସେ ସର୍ବଦା ମୋ ପାଖରେ ହିଁ ରହିବେ। ଏହା କହି ଆଉ ଜଣେ ଉପଯୁକ୍ତ ଶିଷ୍ୟଙ୍କୁ ରାଜାଙ୍କ ସହିତ ପଠେଇଲେ, ଯିଏକି ରାଜ୍ୟ ସମ୍ଭାଳିବା ପାଇଁ ସମ୍ପୂର୍ଣ୍ଣ ଉପଯୁକ୍ତ। ରାଜାଙ୍କର ପ୍ରସ୍ଥାନ ପରେ ଋଷିବର ଅନ୍ୟମାନଙ୍କୁ ସମ୍ବୋଧିତ କରି କହିଲେ, ଶିଷ୍ୟଗଣ, ମୁଁ ଜାଣିଛି
ତୁମେମାନେ ସମସ୍ତେ ରାଜ୍ୟ ସମ୍ଭାଳିବାର କ୍ଷମତା ରଖିଛ। ହେଲେ ମୁଁ ତାଙ୍କୁ ଏଥିପାଇଁ ଚୟନ କଲି ଯେ ସେ ତୁମ ସମସ୍ତଙ୍କ ଠାରୁ ଯୋଗ୍ୟ ଅଟନ୍ତି। ରାଜ୍ୟ ସମ୍ଭାଳିବା ପାଇଁ, ରାଜତିଳକ ଗ୍ରହଣ କରିବା ପାଇଁ କେତେକ ମୁଖ୍ୟ ଗୁଣ ଏବଂ ଗୁରୁତ୍ୱପୂର୍ଣ୍ଣ ଗୁଣାବଳୀ ରହିବା ଆବଶ୍ୟକ। ପ୍ରଥମ ଗୁଣ ହେଉଛି ନିଃସ୍ୱାର୍ଥପରତା। ଦ୍ୱିତୀୟଟି ମନୋବଚନ କର୍ମରେ ସଚ୍ଚୋଟ ଅର୍ଥାତ୍ ଶୁଦ୍ଧ ବା ପବିତ୍ର ମନୋବୃତ୍ତି, ଯାହା ସେହି ଶିଷ୍ୟଙ୍କ ପାଖରେ ଭରପୁର ହୋଇ ରହିଛି। ଏହି କାହାଣୀଟିକୁ କହିବାର ତାତ୍ପର୍ଯ୍ୟ ହେଲା କି ଏହି କଲ୍ୟାଣକାରୀ ପୁରୁଷୋତ୍ତମ ସଙ୍ଗମ ଯୁଗରେ କଲ୍ୟାଣକାରୀ ପରମାତ୍ମା ପିତା ଆସି କହୁଛନ୍ତି, ଯଦି ଶୁଦ୍ଧ ପବିତ୍ର ରହିବାର ପ୍ରତିଜ୍ଞା କରିବ, ତେବେ ତୁମକୁ ଭବିଷ୍ୟ ସତ୍ୟଯୁଗୀ ପବିତ୍ର ସ୍ୱର୍ଗ ରାଜ୍ୟର ଅଧିକାର ବା ରାଜତିଳକ ପ୍ରାପ୍ତ ହୋଇଯିବ। ସେଥିପାଇଁ ଦେହର ବନ୍ଧନ, ବସ୍ତୁ ବୈଭବର ବନ୍ଧନ ଠାରୁ ମୁକ୍ତ ହୋଇ ଏକ ଈଶ୍ୱର ପିତାଙ୍କୁ ସ୍ମରଣ କରିବାର ବନ୍ଧନରେ ବାନ୍ଧି ହେବା ଦରକାର। ଅର୍ଥାତ୍ ନିଜକୁ ଦେହଠାରୁ ଅଲଗା ସୂକ୍ଷ୍ମାତି ସୂକ୍ଷ୍ମ ଜ୍ୟୋତି ସ୍ୱରୂପ ଆତ୍ମା ଅନୁଭବ କରି ନିରନ୍ତର ବୁଦ୍ଧିଯୋଗକୁ ପରମାତ୍ମା ନିରାକାର ଶିବ ବାବାଙ୍କ ସହିତ ଲଗେଇ ରଖିବା ଦରକାର। ଏହାଦ୍ୱାରା ତୁମର ଜନ୍ମ ଜନ୍ମାନ୍ତରରୁ ଗଚ୍ଛିତ ଥିବା ସମସ୍ତ ବିକର୍ମ ବିନାଶ ହୋଇଯିବ ଏବଂ ଆଗକୁ ଆଉ ବିକର୍ମ କରିବାରୁ ମଧ୍ୟ ବର୍ତ୍ତିଯିବ। ଆତ୍ମା ସମ୍ପୂର୍ଣ୍ଣ ପବିତ୍ର ହୋଇଯିବ। ଆଜିକାଲି ତ ଶିବଙ୍କର ଜୟନ୍ତୀ ଆଦି ପାଳନ କରାଯାଉଛି ବିଶ୍ୱର କୋଣ ଅନୁକୋଣରେ। ଏହା ସବୁ ଭକ୍ତି ମାର୍ଗର ଫ୍ୟାସନ କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ଯାହାଙ୍କର ଜୟନ୍ତୀ ପାଳନ କରୁଛନ୍ତି ତାଙ୍କୁ ଯଥାର୍ଥ ଭାବରେ ଜାଣିନାହାନ୍ତି। କେବଳ ବିଧି ମୁତାବକ, ପରମ୍ପରା ମୁତାବକ ଉପବାସ, ବ୍ରତ ଆଦି ଯାହା କରୁଛନ୍ତି। ବିକର୍ମ ସମ୍ବନ୍ଧର ଗାୟନ ତ ରହିଛି, ତେବେ ଏହି ପୁରୁଷୋତ୍ତମ ସମୟରେ ଯିଏ ପରମାତ୍ମାଙ୍କ ସହିତ ଯୋଗଯୁକ୍ତ ହୋଇ ବିକର୍ମ ଉପରେ ବିଜୟ ପ୍ରାପ୍ତ କରିବ, ସେ ହିଁ ବିକର୍ମାଜିତ ରାଜା ହେବାର ଯୋଗ୍ୟ ହୋଇଥାନ୍ତି। ଘର ଗୃହସ୍ଥରେ ରହି କମଳ ପୁଷ୍ପ ସଦୃଶ ପବିତ୍ର ରହିବାକୁ ହିଁ ପଡ଼ିବ। ଯେପରି କମଳ ପୁଷ୍ପ ପଙ୍କ ପୋଖରୀରେ ଥାଇ ମଧ୍ୟ ତା ଦେହରେ ତିଳେ ମାତ୍ର ପାଣି ବା ପଙ୍କର ଚିହ୍ନବର୍ଣ୍ଣ ନଥାଏ ଏବଂ ସେ ସମସ୍ତଙ୍କର ପ୍ରିୟ ହୋଇଥାଏ। ଶିବ ବାବା କହୁଛନ୍ତି, ଜ୍ଞାନର ଶକ୍ତି ଦ୍ୱାରା କର୍ମେନ୍ଦ୍ରିୟମାନଙ୍କ ଉପରେ ଶାସନ କରୁଥିବା ସଫଳ ସ୍ୱରାଜ୍ୟ ଅଧିକାରୀ ହୁଅ। ପ୍ରତ୍ୟେକ ଦିନ ନିଦ୍ରା ଯିବା ପୂର୍ବରୁ ନିଜର କର୍ମେନ୍ଦ୍ରିୟ ରୂପୀ କର୍ମଚାରୀଙ୍କର ଦରବାର ଲଗାଅ। ଚେକ୍ କର, ଦେଖ ସମସ୍ତେ ନିର୍ଦ୍ଦେଶ ମୁତାବକ କାର୍ଯ୍ୟ କରୁଛନ୍ତି କି ନାହିଁ। ଯଦି ସବୁ ସମୟରେ ନିର୍ଦ୍ଦେଶକର୍ତ୍ତା ହେବାର ବା ନିର୍ଦ୍ଦେଶକର୍ତ୍ତା ନିରାକାର ଶିବ ବାବା ମନେ ରହିବେ, ତେବେ ମୁଁ ପଣିଆର ଅଭିମାନ ଆସିପାରିବ ନାହିଁ, ସମାପ୍ତ ହୋଇଯିବ। ଆଚ୍ଛା, ସାରା ବିଶ୍ୱର ଆତ୍ମାମାନଙ୍କର କଲ୍ୟାଣ ହେଉ। ସମସ୍ତେ ସୁଖ ଆଉ ଶାନ୍ତିର ଅନୁଭବ କରନ୍ତୁ। ଓମ୍ ଶାନ୍ତି, ଓମ୍ ଶାନ୍ତି,
ওম শান্তি।